ଭସାଣୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ତେଲଙ୍ଗା କଟୁରୀରେ ଆକ୍ରମଣ। ଗୁରୁତର ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସୂଚନା ଅନୁସାରେ ସୋମବାର ସନ୍ଧ୍ୟା 6 ଘଟିକା ସମୟରେ ଗଣେଶ ମେଢ଼ ଶୋଭାଯାତ୍ରା ଚାଲିଥିବା ବେଳେ ଟାଉନ ଥାନା ମୋତିଗଞ୍ଜ ବଜାର କଂଗ୍ରେସ ଅଫିସ ଛକଠାରେ ଜଣେ ଯୁବକକୁ କିଛି ଦୁର୍ବୃତ୍ତ ତେଲଙ୍ଗା କଟୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ଆଜିମାବାଦ ଅଞ୍ଚଳର ପରାଞ୍ଜୟ ଦାସ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରାଯାଇଥିବା କଥା କୁହାଯାଇଛି। ଆପଣ ଚିନ୍ତା କରନ୍ତୁନି, ହିସାବରେ କଥା ହୁଅନ୍ତୁ। ସାନ ଭାଇ ନୁହେଁ, ଆପଣ ପୁନଃ ଟ୍ରିଟମେଣ୍ଟ କରୁଛନ୍ତି।